ଆମର ଓଡ଼ିଶା ରାଜ୍ୟ ସରକାର ଏବଂ ମାନ୍ୟବର ପୁଲିସ ଡିଜିଙ୍କର ନିର୍ଦ୍ଦେଶ କ୍ରମେ 13 ଫେବୃଆରୀରୁ 27 ଫେବୃଆରୀ ପର୍ଯ୍ୟନ୍ତ ଆମେ ଗୋଟେ ସ୍ପେଶାଲ ଡ୍ରାଇଭ୍ କରୁଛୁ, ଯାହାର ନାଁ ସାଇବର କବଚ। ଏଇ ଡ୍ରାଇଭ୍ର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଯୋଉ ମ୍ୟୁଲ୍ ଆକାଉଣ୍ଟ ଗୁଡ଼ିକ ଲୋକମାନେ କିଛି ଲୋକମାନଙ୍କ ପାଖରେ ଏଭଳି ମ୍ୟୁଲ୍ ଆକାଉଣ୍ଟ ଖୋଲା ଯାଇଥିବାର ଦେଖାଯାଉଛି, ସେ ଆକାଉଣ୍ଟ ଗୁଡ଼ିକୁ ଆମେ ଭେରିଫାଏ କରିବା ଏବଂ ସେ ମ୍ୟୁଲ୍ ଆକାଉଣ୍ଟ ହୋଲ୍ଡର ଯୋଉମାନେ ତାଙ୍କୁ ଭେରିଫାଏ କରିବା। ଏହି କ୍ରମରେ ଆମ ଜିଲ୍ଲାରେ ପ୍ରାୟ 49ଟି ଏଭଳି ମ୍ୟୁଲ୍ ଆକାଉଣ୍ଟ ଥିବାର ଆମ ନଜରକୁ ଆସିଛି। ୟା ଉପରେ ଆମେ ବିଭିନ୍ନ ଥାନାରେ ବିଶେଷ କରି ପାରଳାଖେମୁଣ୍ଡି, ମୋହନା, କାଶୀନଗର, ଗାରାବନ୍ଦ ଏଇ ସବୁ ଥାନା ଗୁଡ଼ିକରେ ଆମେ ମକଦ୍ଦମା ରୁଜୁ କରିଛୁ ଏବଂ ଏଇ ମ୍ୟୁଲ୍ ଆକାଉଣ୍ଟ ଗୁଡ଼ିକୁ ଭେରିଫାଏ କରୁଛୁ। ଏବେ ଯାଏ ଆମେ 11ଟି ଆକାଉଣ୍ଟ ଏବଂ 11 ଜଣ ଆକାଉଣ୍ଟ ହୋଲ୍ଡରଙ୍କୁ ଭେରିଫାଏ କରିସାରିଲୁଣି। ସେଇ 11ଟି ଆକାଉଣ୍ଟରେ ଆମେ ଏବେ ଦେଖିବାକୁ ପାଇଛୁ ଯେ 4,15,000ରୁ ଉର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ ରହିଛି। ଆକ୍ସନ ସ୍ୱରୂପ ଆମେ ସେଇ ଆକାଉଣ୍ଟ ଗୁଡ଼ିକରେ ଥିବା ଆମାଉଣ୍ଟ ସମ୍ପୂର୍ଣ୍ଣ 4,15,000 ଟଙ୍କାକୁ ଆମେ ଫ୍ରିଜ୍ କରିଛୁ ଏବଂ ସେ 11 ଜଣ ଯୋଉ ମ୍ୟୁଲ୍ ଆକାଉଣ୍ଟ ହୋଲ୍ଡର ଅଛନ୍ତି ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କୁ ଯେହେତୁ ଆଇନର ବ୍ୟବସ୍ଥା ଅନୁସାରେ 7 ବର୍ଷରୁ କମ୍ ସଜା ଥିବାରୁ ଆମେ ସେମାନଙ୍କୁ ନୋଟିସ୍ ସର୍ଭ କରିଛୁ। ବଳକା ଯୋଉ ରହିଗଲା ଆଉ 38 ଗୋଟି ଆକାଉଣ୍ଟକୁ ଆମର କେତେ ଗୁଡ଼ିଏ ଟିମ୍ କରାଯାଇଛି, ଯୋଉ ଟିମ୍ କି ରେଡିଂ ଟିମ୍ ରହିଛନ୍ତି, ଇନଭେଷ୍ଟିଗେସନ ଟିମ୍ ରହିଛନ୍ତି, କୋର୍ ଟିମ୍ ଗୋଟିଏ ରହିଛି ମୋ ସହିତ। ଏ ସମସ୍ତେ କାମରେ ଲାଗିଛନ୍ତି। ଆମେ ସମ୍ପୂର୍ଣ୍ଣ ଭାବରେ 27 ତାରିଖ ପୂର୍ବରୁ ଏ ସମସ୍ତ ଆକାଉଣ୍ଟ ଗୁଡ଼ିକୁ ଯାଞ୍ଚ କରିସାରିବୁ ଏବଂ ଆକାଉଣ୍ଟ ହୋଲ୍ଡରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିବୁ ଏବଂ ସେତେବେଳେ ଆମେ ଆପଣମାନଙ୍କୁ ପୁଣି ଥରେ ସୂଚନା ଦେଇପାରିବୁ, ସର୍ବଶେଷ ସୂଚନା ଦେଇପାରିବୁ ଯେ ଏଇ 49 ଆକାଉଣ୍ଟ ଉପରେ ଏବଂ ଆକାଉଣ୍ଟ ହୋଲ୍ଡର ମାନଙ୍କ ଉପରେ ଲାଷ୍ଟଲି ଆମେ କଣ ଆକ୍ସନ ନେଇଛୁ ଆମେ ଆପଣଙ୍କୁ ପୁଣି ଥରେ ପ୍ରେସ୍ ମିଟ୍ ଜରିଆରେ ଜଣାଇବୁ। ସାର୍, ଯଦି ବର୍ତ୍ତମାନ ଯୋଉ 10 ଆକାଉଣ୍ଟ ମିଳିଛି ଏବଂ ଯୋଉମାନଙ୍କୁ ମାନେ ଦୋଷୀ ଭାବେ ଗ୍ରହଣ କରାଯାଇଛି, ସେମାନେ ପୂର୍ବରୁ କିଛି ସାଇବର କ୍ରାଇମରେ ଇନଭଲ୍ଭ ଅଛନ୍ତି କିମ୍ବା କୌଣସି କେସ୍ ସହିତ ତାଙ୍କର ଲିଙ୍କ ଅଛି? ନାଇଁ, ଏବେ ସୁଦ୍ଧା ଆମେ ଯୋଉ 11ଟି ଆକାଉଣ୍ଟ ଭେରିଫାଇ କରିଛୁ ସେଇ 11ଟି ଆକାଉଣ୍ଟର ଆକାଉଣ୍ଟ ହୋଲ୍ଡର ମାନେ ସାଇବର କ୍ରାଇମରେ କେବେ ସଂଶ୍ଳିଷ୍ଟ ଥିବାର ନଜରକୁ ଆସିନାହାନ୍ତି। ତେବେ ତାଙ୍କ ପାଖକୁ ଏଇ ଯୋଉ ଟଙ୍କା ଆସିଛି ସେ ଯୋଉ ଆକାଉଣ୍ଟରୁ ଆସିଛି ବା ଯୋଉ ବ୍ୟକ୍ତିଙ୍କ ପାଖରୁ ଆସିଛି ତାର ସେ ବାବଦରେ ମଧ୍ୟ ଆମର ଏବେ ତଦନ୍ତ ଚାଲିଛି ଯେ ସେ ବ୍ୟକ୍ତି ଆଙ୍କ ପାଖକୁ ଟଙ୍କା ଯୋଉ ପଠେଇଲେ ଆଙ୍କ ସହିତ ଆଗରୁ କିଛି ସମ୍ପର୍କ ଥିଲା କି ନଥିଲା, କେଉଁ ଆଧାରରେ ଇଏ ଆକାଉଣ୍ଟ ଖୋଲିଥିଲେ, ଆଙ୍କୁ କିଏ ଆକାଉଣ୍ଟ ଖୋଲିବାରେ ସହଯୋଗ କରିଥିଲେ କି, ସବୁ ଜିନିଷକୁ ଆମେ ନେଇକରି ଆମର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗୋଟେ ଗଠନ କରାଯାଇଛି। ବିଭିନ୍ନ ଥାନାର ଅଧିକାରୀ ମାନଙ୍କୁ ନେଇକି ସେଥିରେ ଆଇଆଇସି ଟାଉନ ଲିଡ୍ କରୁଛନ୍ତି ଏବଂ ଡିଏସପି ହେଡକ୍ୱାର୍ଟର ମଧ୍ୟ ତାକୁ ସୁପରଭାଇଜ କରୁଛନ୍ତି ଇନଭେଷ୍ଟିଗେସନ ଗୁଡ଼ିକୁ। ତେବେ ଏବେ ଯାଏ ଆମକୁ ଯୋଉ 11ଟି ଆକାଉଣ୍ଟ ଆମେ ଭେରିଫାଏ କରିଛୁ ସେ ଆକାଉଣ୍ଟ ହୋଲ୍ଡର ମାନେ କେବେ ସାଇବର କ୍ରାଇମରେ ଥିବାର ସୂଚନା ନାହିଁ ଆମ ପାଖରେ। ପଇସା ପଠେଇଥିବା ଯୋଉ ପଠେଇଛନ୍ତି ତାଙ୍କ ପାଖରେ ପଇସା ପହଞ୍ଚିବ? ନିଶ୍ଚିତ ପହଞ୍ଚିବ। ସେଇଟା ହିଁ ତ ଆମର ଉଦ୍ଦେଶ୍ୟ ଯେ ଏ ଟଙ୍କା କୋଉ ବ୍ୟକ୍ତିଙ୍କ ପାଖରୁ ଆସିଥିଲା, ସେ କାହିଁକି ପଠେଇଥିଲେ, ସେ ବାବଦରେ ଆମର ଜାଣିବାଟା ଆମ ପାଇଁ ନିହାତି ଜରୁରୀ ଅଛି। ତେବେ ମୁଁ ଆପଣମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦେବାକୁ ଚାହିଁବି ଯେ କୌଣସି ବ୍ୟକ୍ତି କାହାର ପ୍ରଲୋଭନରେ ପଡି ଏଭଳି ମ୍ୟୁଲ ଆକାଉଣ୍ଟ ଖୋଲନ୍ତୁ ନାହିଁ। ଖୋଲିବା ଦ୍ୱାରା ଏକ ପ୍ରକାର ସାଇବର କ୍ରାଇମକୁ ବଢାବା ଦେବେ ଏବଂ ଦ୍ୱିତୀୟରେ ନିଜେ ମଧ୍ୟ ଆଇନ ଅଦାଲତର ସମ୍ମୁଖୀନ ହେବାକୁ ତାଙ୍କୁ ପଡିବ।